ଦୁଃଖର କଥା ଆମ ବଡ଼ଚଣା ମାଟି ନୀଳାମ୍ବରପୁର ଗ୍ରାମର ଯେ ଐଶକାନ୍ତ ସ୍ୱାଇଁ ଖୁବ୍ କମ୍ ଦିନ ଭିତରେ ବା ଖୁବ୍ କମ୍ ବୟସରେ ସେ ଆରପାରିକି ଚାଲିଗଲେ। ସେ ଜଣେ ଭଲ ସାମ୍ବାଦିକ ଥିଲେ। କଳିଙ୍ଗ ଟିଭିର ସାମ୍ବାଦିକ ଥିବା ସହିତ ସେ ଜଣେ ସହ ନିର୍ଦ୍ଦେଶକ ମଧ୍ୟ ଥିଲେ। ଏଥିସହିତ ଜଣେ ହାସ୍ୟ ଅଭିନେତା ଥିଲେ। କୋଭିଡ ସମୟରୁ ସେ କଣ୍ଡୁରୀ ଯୋଜନା ନାମରେ ବେଶ ପରିଚିତ ହେଲେ, ସାରା ଓଡ଼ିଶାରେ ପରିଚିତ ଥିଲେ। ଜଣେ ଭଲ ଅଭିନେତା, ଭଲ ପ୍ରତିଭାବାନ ବ୍ୟକ୍ତିତ୍ୱ ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା। 29 ବର୍ଷର ସମ୍ପର୍କ ଥିଲା ମୋର ଅୟ ସାଙ୍ଗରେ। ସିଏ ନଥିଲା ମୋର ଛାତ୍ର, ସିଏ ଥିଲା ମୋର ପୁଅ, ମୋର ସହକାରୀ ନିର୍ଦ୍ଦେଶକ, ମୋର ସବୁ କିଛି। ମୁଁ ତାରି କାନ୍ଧରେ ଯିବା କଥା, କିନ୍ତୁ ସିଏ ମୋ କାନ୍ଧରେ ସିଏ ଏଇଟା ବହୁତ ବଡ ଦୁଃଖର କଥା। ଐଶକାନ୍ତ ସ୍ୱାଇଁଙ୍କର ଆଜି ଏକାଦଶରେ ଗ୍ରାମ ନୀଳାମ୍ବରପୁର ଏଠାରେ ଏକ ସ୍ମୃତିଚାରଣ ସଭା ହେଲା। ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ଏତେ ବଡ଼ କଳାକାର ଏ ଅଞ୍ଚଳର ଲୋକ କେହି ଜାଣିନଥିଲେ। ସେ ନିଜେ ଲେଖୁଥିଲେ, ବ୍ୟଙ୍ଗ ନାଟକ ଅଭିନୟ କରୁଥିଲେ ଏବଂ ଏତେ ସୁନ୍ଦର ଭାବରେ ଅଭିନୟ କରୁଥିଲେ ଯେ ଲୋକଙ୍କ ମନରେ ସେ ସବୁ ସମୟରେ କରୁଣାନିଧି ହୋଇ ବଞ୍ଚି ରହିଛନ୍ତି।